ସମ୍ବଲପୁର ଅବକାରୀ ବିଭାଗ ଏବଂ ଗୋଏନ୍ଦା ଅବକାରୀ ବିଭାଗ ଇଆଇବି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସମ୍ବଲପୁର ଅବକାରୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଦୁଇଟି ପୃଥକ ଘଟଣାରେ ପ୍ରାୟ 341 କେଜି ଗଞ୍ଜେଇ ଜବତ ହେବା ସହିତ 4 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ପ୍ରଥମ ଘଟଣାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର 3ଟି ଟିମ୍ ନୂଆଗାଁ ଓ ରେଙ୍ଗାଲି ଗୁମୁଲୋଇ ଅଞ୍ଚଳରେ ଛକି ରହିଥିଲେ। ସେଠାରେ ଏକ ପିକଅପ୍ ଭ୍ୟାନ୍ ଓ ଏକ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ 195 କେଜି ବେଆଇନ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି। ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଚୋରାଚାଲାଣ ହେଉଥିଲା। ଅନ୍ୟପଟେ ଇଆଇବି ୟୁନିଟ୍ ପକ୍ଷରୁ ଅଇଁଠାପାଲି ବିର୍ସାମୁଣ୍ଡା ଛକରେ ଏକ ପିକଅପ୍ ଭ୍ୟାନ୍ को जबत କରାଯାଇଛି। ସେଥିରେ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ସିକ୍ରେଟ ଚାମ୍बर ଭିତରେ 146 କେଜି ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ଏହି ଗାଡ଼ିଟି ମଧ୍ୟ ବୌଦ୍ଧରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ନେଇ ଅବକାରୀ ଅଧୀକ୍ଷକ କହିଛନ୍ତି ଯେ ଜବତ ହୋଇଥିବା ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 35 ଲକ୍ଷ ଟଙ୍କା ହେବ। ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେବା ପାଇଁ ଅଭିଯୁକ୍ତମାନେ ପନିପରିବା କ୍ୟାରେଟ ତଳେ ଗଞ୍ଜେଇ ଲୁଚାଇ ରଖିଥିଲେ। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।